ହାତ ପାପୁଲିରେ ଝିଅର ନାଁ ସହିତ ଏହି ନମ୍ବର ଲେଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପେ ଆପେ ପଟିଯିବ। କ'ଣ ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି? କ'ଣ ଆପଣ ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି? ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି? ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ? ତେବେ ହାତ ପାପୁଲିରେ ତାର ନାଁ ସହିତ ଏହି ନମ୍ବର ଲେଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣ ଦୁନିଆର ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି ଏହାକୁ ପ୍ରୟୋଗ କରିଛି 100ରୁ 100% ସଫଳ ହେଇଛି। ନିଜ ପସନ୍ଦର ଝିଅକୁ ବା ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିଛି। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଯଦି ଆପଣ ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ମାତ୍ର ଥରେ ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ତାପରେ ଦେଖିବେ ଚମତ୍କାର। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ସବୁଠାରୁ ସହଜ ଘରୋଇ ବଶୀକରଣ। ତେଣୁ ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। କାହିଁକି ନା ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ତେଣୁ ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ଉପରେ ଏହି ବଶୀକରଣ ଗୋଟିଏ ଥର କରିକି ଦେଖନ୍ତୁ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ବି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ନିଜ ହାତ ପାପୁଲିରେ ତାର ନାଁ ସହିତ ଏହି ନମ୍ବର ଲେଖିବାର ଅଛି। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀର ନାଁ ସହିତ ଆପଣ ଏହି ନମ୍ବରକୁ ଲେଖିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ ଚାଲନ୍ତୁ ଜାଣିବା। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇ ନେବେ। ତାପରେ ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ କଳା ରଙ୍ଗର କଲମ ଆଣିବେ ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ତାପରେ ନିଜର ଶୋଇବା ସେଜ ଉପରେ ବା ବିଛଣା ଉପରେ ବସି ପଡ଼ିବେ। ତାପରେ ଯେଉଁ ଝିଅ ବା ନାରୀକୁ ବା ବିବାହିତା ମହିଳାକୁ ଆପଣ ପଟେଇବାକୁ ଚାହୁଁଛନ୍ତି, ନିଜର ବାମ ହାତର ପାପୁଲିରେ ତାର ନାମ ଲେଖିବେ। ନାମ ଲେଖିସାରିବା ପରେ ତଳେ ଆପଣ ଲେଖିବେ 384। ଏହି 3ଟି ନମ୍ବର ଲେଖିବେ। ଲେଖିସାରିବା ପରେ ଆପଣ କ'ଣ କରିବେ, ସେ ଯେଉଁ ନାଁ ଆଉ ନମ୍ବର ଉପରେ ଭଲ ଭାବରେ ସିନ୍ଦୁର ଲଗାଇଦେବେ। ଏତିକି କରିସାରିବା ପରେ ହାତକୁ ମୁଠା କରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାପରେ ଏହି ମନ୍ତ୍ରକୁ 21 ଥର ପଢ଼ିବେ। ମୋହେ ମୋହେ ମନ୍ତର ଫୁକ୍ ଆମୁକ ହୋ ବସ୍ମେ ମେରେ ନଜର ସେ ଯାଏ ନା ଚୁକ୍। ଏହି ମନ୍ତ୍ରକୁ ଆପଣ 21 ଥର ପଢ଼ିବେ। ଆମୁକ ଜାଗାରେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ ଉଚ୍ଚାରଣ କରିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ରକୁ 21 ଥର ପଢ଼ି ସାରିବା ପରେ ମୁଠା ଖୋଲିବେ ଆଉ ସେ ହାତରେ 3 ଥର ଫୁଙ୍କିଦେବେ। ଏତିକି କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀ ପାଇଁ ଆପଣ ଏହି ବଶୀକରଣ କରିଥିବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଧନ୍ୟବାଦ।